ମା ଶ୍ରୀ ଅରବିନ୍ଦ ଶରଣ ମାଙ୍କର ଅପାର କରୁଣାରୁ ଆମେ ସମସ୍ତେ ଅପାଭାଇ ମାନେ ଆଜି ରାଜକନିକା ମା ଆସ୍ପିରାଣ୍ଟ ଗ୍ରୁପ ପାଠଚକ୍ରରେ ଅନଲାଇନରେ ଯୋଗଦାନ କରିଥିଲେ। ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି, ପ୍ରଣାମ ନମସ୍କାର ଏବଂ ଶୁଭେଚ୍ଛା ଜ୍ଞାପନ ସୁଭଦ୍ରା ଜନ୍ମଜୟକୁ ମୋର ଶୁଭେଚ୍ଛା ଏବଂ ଦୁର୍ଗାସ୍ତୋତ୍ର ପାଠ କରୁଥିବା ସାରଙ୍କୁ ମୋର ପ୍ରଣାମ ଏବଂ ମାତୃ ସଙ୍ଗୀତ ଗାନ କରୁଥିବା ତୃତୀୟକୁ ମଧ୍ୟ ମୋ ଅନ୍ତରରେ ଶ୍ରଦ୍ଧା ଜ୍ଞାପନ କରେ। ଆଜି ଆମ ପାଠଚକ୍ରରେ ଆମେ ସମସ୍ତେ ଏକତ୍ରିତ ହେଇଛେ ପ୍ରଭୁ ଶ୍ରୀ ଅରବିନ୍ଦଙ୍କର ପଣ୍ଡିଚେରୀ ପର୍ବ ପାର୍ଟ 44 ଆଲୋଚନା କରିବା ପାଇଁ। ପାର୍ଟ 43କୁ ଆମେ ଆଲୋଚନା କରିଥିଲେ 11/3/2025 ଗତ ମାସ ମାର୍ଚ୍ଚ 11 ତାରିଖରେ। ଆମେ ସେଥିରେ ଆଲୋଚନା କରିଥିଲେ ତତ୍କାଳୀନ ଆଶ୍ରମକୁ ଯେଉଁମାନେ ସବୁ ଆସିଥିଲେ, ଯେଉଁମାନେ ଉତ୍ସର୍ଗୀକୃତ ଆତ୍ମା ମା ଶ୍ରୀ ଅରବିନ୍ଦଙ୍କର ପାଦପଦ୍ମରେ ନିଜକୁ ଉତ୍ସର୍ଗ କରିଦେଇଥିଲେ, ସେମାନଙ୍କ ଭିତରେ ଥିଲେ ଅମୃତା। ଅମୃତାଙ୍କ ବିଷୟରେ ଆମେ କିଞ୍ଚିତ ଆଲୋଚନା କଲେ। ମା ମୀରା ବା ଦି ମଦର ପଣ୍ଡିଚେରୀ ପ୍ରଥମେ ଆସିଥିଲେ 29 ମାର୍ଚ୍ଚ 1914। ତାପରେ 1915ରେ ଫେରି ଯାଇଥିଲେ। ପ୍ରଥମ ବିଶ୍ୱଯୁଦ୍ଧ ଯେତେବେଳେ ଆରମ୍ଭ ହେଇଗଲା, ଫରାସୀ ସରକାର ଘୋଷଣା କଲେ ଯେ ଯେଉଁମାନେ ସବୁ ଫ୍ରାନ୍ସର ଲୋକମାନେ ବାହାରେ ଅଛନ୍ତି ସେମାନେ ଫ୍ରାନ୍ସକୁ ଫେରି ଆସ। ସେଇଥିପାଇଁ ମା ଫେରିଗଲେ। ତାର 15 ବର୍ଷ ପରେ ଅର୍ଥାତ ଏପ୍ରିଲ 24, 1920ରେ ମା ପଣ୍ଡିଚେରୀ ପୁନର୍ବାର ଆସିଲେ ଏବଂ ସବୁଦିନ ପାଇଁ ଆଶ୍ରମରେ ରହିଗଲେ। 14, 15 କେତେ ହେଲା? 1914, 1920 5 ବର୍ଷ ନା 15 ବର୍ଷ, 5 ବର୍ଷ 4 ମାସ। 5 ବର୍ଷ 4 ମାସ ପରେ ମା ଆସିଲେ 15 ବର୍ଷ 2। କ୍ରମଶଃ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ସହିତ ସମସ୍ତ ଅନ୍ତେବାସୀଙ୍କର ଯୋଗ ତଥା ଖାଦ୍ୟପେୟ, ବାସଗୃହ, ସଂସ୍ଥାନର ଦାୟିତ୍ୱ ମା ନିଜେ ହାତକୁ ନେଲେ ସ୍ୱଇଚ୍ଛା। ମାଙ୍କର ଏକ ଅନନ୍ୟ ସାଧାରଣ ଅର୍ଗାନାଇଜେସନାଲ ଆଣ୍ଡ ମ୍ୟାନେଜରିଆଲ କ୍ୱାଲିଟି ରହିଥିଲା। ଯୋଗ କର୍ମେଷୁ କୌଶଳରେ ସେ ବିଶ୍ୱାସ କରୁଥିଲେ। ଏକ ମୂର୍ତ୍ତିମନ୍ତ ପ୍ରତୀକ ହେଇକରି ମା ଯୋଗ କର୍ମସୁ କୌଶଳର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ। କିନ୍ତୁ ଏତଦ୍ ବ୍ୟତୀତ ତାଙ୍କଠାରେ ଅନ୍ୟ ଏକ ଦିବ୍ୟ ଶକ୍ତି ନିହିତ ଥିବାର ସମସ୍ତ ଅନ୍ତେବାସୀ ମାନେ ଦର୍ଶନ କରିଥିଲେ, ଅନୁଭବ କରୁଥିଲେ। ଏହା ବ୍ୟତୀତ ମା ମୀରାଙ୍କର କଣ ଅନ୍ୟ କୌଣସି ଦିବ୍ୟ ଶକ୍ତିର ଅଧିକାରିଣୀ ସେ ନଥିଲେ କି? ଏହି ପ୍ରଶ୍ନଟି ସମସ୍ତେ ପରସ୍ପରକୁ ପଚାରିଥିଲେ। ଯେତେବେଳେ ଅନିଲ ବରଣ ରାୟ ବେଙ୍ଗଲରୁ 1926 ଡିସେମ୍ବର ମାସରେ ପ୍ରତ୍ୟାବର୍ତ୍ତନ କଲେ ପଣ୍ଡିଚେରୀକୁ, ପ୍ରଭୁ ଶ୍ରୀ ଅରବିନ୍ଦ ପ୍ରଭୁ ଶ୍ରୀ ଅରବିନ୍ଦ ତାଙ୍କୁ କହିଲେ, he must now make a full surrender to Meera Devi, who has taken up the work of new creation. ସେ ମୀରା ଦେବୀଙ୍କ ପାଖରେ ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରିଦିଅନ୍ତୁ, କାରଣ ମୀରା ଦେବୀ ବର୍ତ୍ତମାନ ନବସୃଷ୍ଟିର ଦାୟିତ୍ୱ ନେଇଛନ୍ତି। And he must obey all his instructions. ଆମେ ତାହା ଆଲୋଚନା କରିଥିଲେ। ତାର ପୂର୍ବାସର ରେଫରେନ୍ସ ହେଲା ଏଇଆ। ଆଜି ଆଲୋଚନା କରିବା ନିରୋଧ ବରଣ ସମ୍ପର୍କରେ।
ବିରୋଧ ବନ୍ୟ କିପରି ଆସିଲେ, କେଉଁଠୁ ଆସିଲେ, ମାଙ୍କୁ କେମିତି ଦର୍ଶନ କଲେ ପ୍ରଥମେ, ଏବଂ ପ୍ରଥମ ଦିନରେ ତାଙ୍କର ଏବଂ ପ୍ରଥମ ଦିନେ କେମିତି ସିଏ କୋଉ ପ୍ରକାର ଭାବରେ ମାଙ୍କୁ ଦର୍ଶନ କରିଥିଲେ, ମା ତାଙ୍କୁ କିପରି ଦର୍ଶନ ଦେଇଥିଲେ, ସେଇଠୁ ଆରମ୍ଭ କରିବ। It was the first week of January 1930, ଜାନୁଆରୀ ମାସର 1930 ମସିହା ଜାନୁଆରୀ ମାସର ପ୍ରଥମ ସପ୍ତାହ। ନିରତବରଣ କହନ୍ତି, at about 3 PM, I reached Dilip Kumar Ray's place. ପ୍ରାୟ 3ଟା ବେଳେ ମୁଁ ଦିଲ୍ଲୀପ ରାୟଙ୍କ ଘରେ ପହଞ୍ଚିଲି। ସିଏ ମତେ ଦେଖିକିରି ହଠାତ୍ କହିଲେ, ଓ ୟୁ ହାଭ୍ କମ୍, ତମେ ଆସିଗଲ, ଲେଟ୍ ଅସ୍ ଗୋ, ହି ସେଡ୍, ଆଣ୍ଡ ତାଙ୍କ ଟେରାସ୍ ଗାର୍ଡେନରୁ ଗୋଟେ ସୁନ୍ଦର ଗୋଲାପ କାଟି ମତେ ଧରେଇ ଦେଲେ। ତାଙ୍କ ଟେରାସ୍ ଗାର୍ଡେନରେ ଗୋଲାପ ଗଛ ଥାଏ, ସେଥିରେ ଗୋଟେ ଗୋଲାପ କାଟିକିରି ତାଙ୍କୁ ଧରେଇ ଦେଲେ। ଅଫର ଦିସ୍ ଟୁ ଦି ମଦର, କହିଲେ ଏହାକୁ ମାଙ୍କୁ ନିବେଦନ କରିବ। ଆମେ ଆଶ୍ରମରେ ପହଞ୍ଚିଗଲୁ। ମତେ ବର୍ତ୍ତମାନ ଯୋଉଠି ରିଡିଂ ରୁମ୍ ଦେଖୁଛନ୍ତି, ବର୍ତ୍ତମାନ ଆପଣମାନେ ସମସ୍ତେ ସେଠି ପଢିଥିବେ ପୁସ୍ତକ ବହି, ସେଇ ରିଡିଂ ରୁମ୍ରେ ଆମେ ଯାଇକିରି ପହଞ୍ଚିଗଲୁ ଏବଂ ମତେ ବର୍ତ୍ତମାନ ଯେଉଁଠାରେ ରିଡିଂ ରୁମ୍ ଅଛି ସେଇଠି ବସେଇ ଦେଇ ଦିଲ୍ଲୀପ କୁମାର ରାୟ କୁଆଡେ ଚାଲିଗଲେ, ୱେଟ୍ ହିୟର କହିଦେଇକି। ମୁଁ ନର୍ଭସ ହେଇଯାଇଥାଏ, ମୋର ହାର୍ଟ ଜୋରରେ ସ୍ପନ୍ଦିତ ହେବାକୁ ଲାଗୁଥାଏ, ଯେମିତି ମୁଁ ଗୋଟିଏ ପରୀକ୍ଷା ଦେବାକୁ ଯାଉଛି। ସେଇ ପ୍ରକୋଷ୍ଠର ମଧ୍ୟସ୍ଥଳରେ ମଝିରେ ଏକ ରାଜକୀୟ ଚେୟାର ରହିଥାଏ, ଗୋଟେ ରୟାଲ ଚେୟାର। ବେଳେ ବେଳେ ମୋର ଆଟେନସନ ସେଇ ଚେୟାର ଉପରେ ନିବଦ୍ଧ ହୋଇଯାଉଥାଏ। ଅଳ୍ପ କ୍ଷଣ ଭିତରେ ମା ଆସିଲେ, ସାଙ୍ଗରେ ନଳିନୀ, ଅମୃତ ଏବଂ ଦିଲ୍ଲୀପ ଦା। ମା ସେଇ ଚେୟାରରେ ଉପବେଶନ କଲେ। ଅନ୍ୟମାନେ ତାଙ୍କ ପାର୍ଶ୍ୱରେ ଦଣ୍ଡାୟମାନ ହୋଇଥାନ୍ତି। ସେଇ ଅପୂର୍ବ ଦୃଶ୍ୟ ଦର୍ଶନରେ ମୋର ଆଖି ଝଲସିଗଲା। ହଠାତ୍ ମୁଁ ଭାବିଲି, was it a visionary gleam? ଇଏ କଣ ଗୋଟିଏ ମୁଁ ଦେଖୁଥିବା ଦିବ୍ୟ ସ୍ୱପ୍ନର ଝଲକ, or a reality, ବା ଅଥବା ଏହା ଗୋଟିଏ ପ୍ରକୃତ ଘଟଣା। ଭିଜନାରୀ ଗ୍ଲିମ୍ or a reality, ମୁଁ ତ ପୂର୍ବରୁ କେବେ ହେଲେ ଏ ପ୍ରକାର ଦୃଶ୍ୟ ଦେଖି ନାହିଁ। ମାଙ୍କର ଅତି ସୁନ୍ଦର ଶୁଭକାନ୍ତି ପରିଧାନ, ଏକ ଅତ୍ୟନ୍ତ ବର୍ଣ୍ଣାଳୀଯୁକ୍ତ ଶାଟିକା, ମସ୍ତକରେ ସୁଶୋଭିତ ଏକ ହୀରକ ଖଚିତ ହେଡବ୍ୟାଣ୍ଡ ମୋତେ ପ୍ରତୀୟମାନ ହେଲା ମୋ ସମ୍ମୁଖରେ ଉପବେଶନ କରିଛନ୍ତି ସ୍ୱର୍ଗରୁ ଅବତରି ଆସିଥିବା କୌଣସି ଦେବୀ। ଆମେ ଦୁର୍ଗା ପୂଜା ସମୟରେ ଦର୍ଶନ କରିଥିବା ଦେବୀ ଦୁର୍ଗାଙ୍କର ମୂର୍ତ୍ତି ସଦୃଶ। ତାଙ୍କ ଓଷ୍ଠାଧାରରେ ଅପୂର୍ବ ସ୍ମିତହାସ୍ୟର ଅମୃତ ଧାରା and redolent with grace ଏବଂ କୃପାର ମହକ। ମୋର ମନେ ହେଲା ଶ୍ରୀ ଅରବିନ୍ଦ ମା ପୁସ୍ତକରେ ଯେଉଁ ମହାଲକ୍ଷ୍ମୀଙ୍କ କଥା ବର୍ଣ୍ଣନା କରିଛନ୍ତି, ସେହି ମୋ ସମ୍ମୁଖରେ ଦଣ୍ଡାୟମାନ ବିରାଜିତ ଦିବ୍ୟ ଆସ୍ଥାନ ଉପରେ। ଏହା କଣ ମହାଦେବୀଙ୍କର ଭୁବନ ମୋହିନୀ ଅପୂର୍ବ ସ୍ମିତହାସ୍ୟ? ସେ ତାଙ୍କର କାସ୍କେଡ ଅଫ୍ ସ୍ମାଇଲ, କାସ୍କେଡ ଅର୍ଥ ଝରଣା,
ତାଙ୍କ ଦିବ୍ୟ ସ୍ମିତହାସ୍ୟର ଝରଣାକୁ ପ୍ରବାହିତ କରିଦେଲେ, ଅପୂର୍ବ ସ୍ମିତହାସ୍ୟର ଝରଣା, ଏବଂ ମୋତେ ସେଥିରେ ସ୍ନାନ କରାଇଦେଲେ। ତାଙ୍କର ହାର୍ଟ ଟଚିଂ ଦୃଷ୍ଟିରେ ମୋର ମନ ପ୍ରାଣ ଏବଂ ଦେହ, ମୋର ମନ ପ୍ରାଣ ଓ ଶରୀରକୁ ସିକ୍ତ କରିଦେଲେ। ମୁଁ ତାଙ୍କ ସମ୍ମୁଖରେ ମେଷ ଶାବକଟିଏ ପରି ନୀରବରେ ବାକ୍ଶୂନ୍ୟ ହୋଇ ଦଣ୍ଡାୟମାନ। ଅନ୍ୟମାନେ ଏହି ଅପୂର୍ବ ଦୃଶ୍ୟକୁ ନୀରବରେ ଏନ୍ଜୟ କରୁଥାନ୍ତି। ଏହିପରି ଭାବରେ କେତୋଟି ମୁହୂର୍ତ୍ତ ଅତିବାହିତ ହୋଇଗଲା। ତତ୍ପରେ ମୁଁ ଆଣିଥିବା ଗୋଲାପଟିକୁ ମାଙ୍କୁ ଅର୍ପଣ କଲି ଏବଂ ତାଙ୍କ ପାଦପଦ୍ମରେ ପ୍ରଣାମ କଲି। ଯେଉଁ ପାଦରେ ଥିଲା ସୁବର୍ଣ୍ଣ ଆଙ୍କଲେଟ ନୁପୁର, ସୁନାର ତିଆରି ନୁପୁର, ସେ ନଇଁ ପଡ଼ି ମୋତେ ଆଶୀର୍ବାଦ କଲେ। I got again the same enchanting smile. ମୁଁ ଉଠିଲି, ମାଙ୍କ ମୁଖଶ୍ରୀକୁ ଦର୍ଶନ କଲି। ମାଙ୍କ ଆଖିରେ ସେହିପରି ଲାଗି ରହିଛି enchanting smile, like moonbeams from a magic sky. କୁହୁକ ଆକାଶ ଗର୍ଭରେ ଏକ ଚିତ୍ତ ବିମୋହନକାରୀ ସ୍ମିତ ହାସ୍ୟ। ଏହି ସ୍ମିତ ହାସ୍ୟ ଦର୍ଶନର ସୌଭାଗ୍ୟ ମୋତେ ପ୍ରାପ୍ତ ହେଲା। ମା ଅନୁଚ୍ଚ ସ୍ୱରରେ ପ୍ରକାଶ କଲେ, ହି ଇଜ୍ ଭେରି ସାଏ। ସେ ବହୁତ ସାଏ, ଲାଜକୁଳା। ତାଙ୍କ ପୂର୍ବରୁ ସୂଚିତ କରାଯାଇଥିଲା ଯେ ମୁଁ ମେଡିସିନରେ ଡିଗ୍ରୀ ଲାଭ କରିଛି। ମୁଁ ଏକ ଡାକ୍ତର। ମାଙ୍କୁ ଏଟା ଜଣାଇ ଦିଆଯାଇଥିଲା। ମା ପଚାରିଲେ, ତୁମେ କେଉଁ ଦିନ ଯିବ ଏବଂ କେଉଁ ସ୍ଥାନରେ ପ୍ରାକ୍ଟିସ କରିବ? ମୁଁ କହିଲି, ମୋ ନିଜ ସହରରେ ରହିବି ଏବଂ ସେଇଠାରେ ପ୍ରାକ୍ଟିସ କରିବି। ସି ଆପ୍ରୁଭଡ ଆଣ୍ଡ ସେଡ୍, ମାଙ୍କୁ ପସନ୍ଦ କଲେ, ଆପ୍ରୁଭ କଲେ। ମୁଁ କହିଲେ, ୟେସ୍, ଦ୍ୟାଟ୍ ଉଡ୍ ବି ଗୁଡ୍, ସେଇଟା ଭଲ ହବ ତମ ପାଇଁ। ତତ୍ପରେ ମୁଁ ମୋର ଦ୍ୱିତୀୟ ପ୍ରଣାମ ନିବେଦନ କଲି ଏବଂ ଆମେ ଫେରି ଆସିଲୁ। ଅଲ୍ ଦି ୱେ ହୋମ୍ ଆଇ ୱାଜ୍ ଇନ୍ ଏ ଟ୍ରାନ୍ସ ଲାଇକ୍ କଣ୍ଡିସନ। ଘରକୁ ଫେରିବା ବାଟରେ ମୁଁ ଯେମିତି ଗୋଟେ ଧ୍ୟାନମଗ୍ନ ଅବସ୍ଥାରେ ରହିଥାଏ, ଟ୍ରାନ୍ସରେ ରହିଥାଏ, ଧ୍ୟାନମଗ୍ନ ଅବସ୍ଥାରେ। wrapped in that beatific vision, ମାଙ୍କର ସେହି ଦିବ୍ୟ ଆନନ୍ଦମୟ ଦୃଶ୍ୟ ଦର୍ଶନରେ ମୁଁ ଅଭିଭୂତ ହୋଇଯାଇଥାଏ। ମୁଁ ସେହି ଦର୍ଶନରେ ଢାଙ୍କି ହୋଇଯାଇଥାଏ। The mother's radiant look and smile mingled probably with a tinge of movement. ଯେତେବେଳେ ମୁଁ ମାଙ୍କୁ ଦେଖିଲି, ମାଙ୍କ ସେହି ରେଡିଆଣ୍ଟ ଲୁକ୍, ଦୃଷ୍ଟି ଏବଂ ରେଡିଆଣ୍ଟ ସ୍ମାଇଲ ଯେମିତି ମୋ ଭିତରେ ସେ ମିଶି ଯାଇଥିଲା, ଗୁଳିଗାଳି ହେଇକିରି। ଏବଂ ଗୋଟେ ମୋର ଆମ୍ୟୁଜମେଣ୍ଟ ଭିତରେ ଗୋଟିଏ ବର୍ଡରଟି, ସୁନ୍ଦର ବର୍ଡରଟି ହେଇ ରହିଥିଲା। had such an indefinable, ଏହିପରି ଏକ ଅବର୍ଣ୍ଣନୀୟ ସୁଇଟନେସ୍, ମାଧୁର୍ଯ୍ୟ, ଯାହାକୁ ଆଇ କୁଡ୍ ନଟ୍ ଇମାଜିନ୍, ମୁଁ ଇମାଜିନ୍ କରିପାରିନଥିଲି। ହାଉ I can utter stranger of a young man would be the recipient of this rare boon. ବୋଲେ ମୋ ପରି ଗୋଟିଏ ଏତେ ନଗଣ୍ୟ ଷ୍ଟ୍ରେଞ୍ଜର, ଅଜଣା ଅଶୁଣା ଆଗନ୍ତିକ ଯୁବକଟିଏ ଏହି ପ୍ରକାର ରେୟାର ବୁନ୍ ପ୍ରାପ୍ତ ହେବାର ସୌଭାଗ୍ୟ ପ୍ରାପ୍ତ ହେଲା। ମାଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଗୋଟେ କ୍ୱଚିତ ଏ ପ୍ରକାର ଆଶୀର୍ବାଦ ମିଳେ। It was definitely
ଏଇ ଜିନିଷଟି ହେଉଛି ଡେଫିନାଇଟଲି ମା ମାନବୀ ନୁହନ୍ତି, ଡିଭାଇନଲି ହ୍ୟୁମାନ। ମା ହ୍ୟୁମାନ କିନ୍ତୁ ଡିଭାଇନଲି ହ୍ୟୁମାନ। ଏହିପରି ଭାବରେ ନିରୋଧବରଣ ଯେତେବେଳେ ଚାଲିଗଲେ, ମା କହିଛନ୍ତି ତାଙ୍କୁ ପୁଣି ଫେରି ଆସିବ ବୋଲି। ମା ସିଏ ଏଡେନବରୋ ବା ଲଣ୍ଡନ ପଳେଇଲେ, ତାଙ୍କର ଡିଗ୍ରୀ କମ୍ପ୍ଲିଟ୍ ହେଇନଥିଲା। ଆଫ୍ଟର ଟେକିଂ ମାଇ ଡିଗ୍ରୀ ଆଇ ଆରାଇଭ୍ ଅଲ୍ ଅନ୍ ଏ ସଡନ୍ ଆଟ୍ ପଣ୍ଡିଚେରୀ। ସେ କହୁଛନ୍ତି ମୁଁ ଡିଗ୍ରୀ ନେଇ ସାରିଲା ପରେ ହଠାତ୍ ଆସି ଦିନେ ପଣ୍ଡିଚେରୀରେ ପହଞ୍ଚିଗଲି ଆଣ୍ଡ ପ୍ରେଜେଣ୍ଟେଡ୍ ମାଇସେଲ୍ଫ ଟୁ ଦିଲ୍ଲୀପ। ଏବଂ ଦିଲ୍ଲୀପ ତାଙ୍କ ଆଗରେ ଠିଆ ହେଇଗଲି ଲାଇକ୍ ଏ ୟୁରୋପିଆନ୍ with a stick in my hand। ଗୋଟେ ୟୁରୋପିଆନ୍ ବ୍ୟକ୍ତି ଯେମିତି ପ୍ୟାଣ୍ଟ କୋଟ୍ ପିନ୍ଧିଥାନ୍ତି, ହାତରେ ଗୋଟେ ଷ୍ଟିକ୍ ଧରିଥାନ୍ତି, ସେମିତି ମୁଁ ଧରିଥାଏ। ବଟ୍ ନଟ୍ ହ୍ୟାଟ୍, କିନ୍ତୁ ମୋର ଟୋପି ନଥାଏ ଅନ୍ ଦି ହେଡ୍। ଫର୍ ଆନ୍ ଇନଷ୍ଟାନ୍ସ he gaped in wonder when recognition dawned on him, he cried। କିଛି ସମୟ ଆଶ୍ଚର୍ଯ୍ୟରେ ମୋତେ ସେ ଚାହିଁଲେ। ଯେତେବେଳେ ମୋତେ ଚିହ୍ନି ପାରିବାର ଶକ୍ତିଟି ତାଙ୍କ ମୁଣ୍ଡ ଭିତରକୁ ଆସିଲା, ସେ ବଡ଼ ପାଟିରେ କହିଲେ, ଓ ଇଟ୍ ଇଜ୍ ୟୁ, ତୁମେ କ'ଣ ସେହି ଭଦ୍ରଲୋକ? ଆଇ କୁଡ୍ ନେଭର ଇମାଜିନ୍, ମୁଁ ବିଶ୍ୱାସ କରିପାରୁନାହିଁ। କମ୍ ସିଟ୍ ଡାଉନ୍, ଆସ ବସ। He was affable, he was as affable as ever। ଏବଂ ସିଏ ଦିଲ୍ଲୀପଟା ଆଗରୁ ଯେମିତି ବର୍ତ୍ତମାନ ସେମିତି ସେ ସମସ୍ତଙ୍କୁ ଭଲ ପାଉଥିଲେ, ଭଲ ପାଇବାର ବ୍ୟକ୍ତିତ୍ୱଟିଏ। He arranged an interview with the mother। ମାଙ୍କ ସହିତ ସେ ମୋର ଗୋଟେ ଇଣ୍ଟରଭ୍ୟୁ ଆରେଞ୍ଜ କରିଦେଲେ। Though she seemed to have remarked that I had not written to her anything about my visit। ଯଦିଓ ମା କହିଲେ ତାଙ୍କୁ ସେ ତ ଏଠିକି ଆସିବ ବୋଲି ମୋତେ ଆଗରୁ ଲେଖିକରି ଜଣେଇ ନାହିଁ। As I had no ଧୋତି with me, ମୋର ଧୋତି ନଥିଲା, ମୋର ତ ପ୍ୟାଣ୍ଟ କୋଟ୍ ସାର୍ଟ, ମୋର ଧୋତି ପିନ୍ଧିବା ପାଇଁ ନଥିଲା। He spared me one of his own and asked me to come to his house the next afternoon at the right hour। ସେ ମୋତେ ଗୋଟେ ଧୋତି ଦେଲେ। କାହିଁକି ନା ଯେତେବେଳେ ମାଙ୍କୁ ଦର୍ଶନ କରିବାକୁ କେହି ଯାଆନ୍ତି ପ୍ରଣାମ କରିବେ। ପ୍ୟାଣ୍ଟ କୋଟ୍, ଚିପା ପ୍ୟାଣ୍ଟ ଇତ୍ୟାଦି ପିନ୍ଧିଥିଲେ ପ୍ରଣାମ କରିବା, ଚିପା ଟ୍ରାଉଜର ଏତେ ସହଜ ନୁହଁ। ସେଥିପାଇଁ ସବୁବେଳେ ଆଶ୍ରମ ସାଧକମାନେ ଯେତେବେଳେ ମାଙ୍କୁ ଦର୍ଶନ କରିବାକୁ ଆମେ ଯାଏ, ସେ କହନ୍ତି ତୁମର କ'ଣ ଧୋତି ନାହିଁ? ଧୋତି ପିନ୍ଧିକିରି ଯାଉନା, ପ୍ରଣାମ କେମିତି କରିବ? ପ୍ରପତିଜୀ ଅନେକଙ୍କ କଥା କହିବାର ମୁଁ ଶୁଣିଛି। ତମେ ତ ସାହେବ ହେଇକିରି ଆଇଛ, ମାଙ୍କ ରୁମ୍ କେମିତି ଯିବ? ପ୍ରଣାମ କଲାବେଳକୁ ତମ ପ୍ୟାଣ୍ଟ ଫାଟିଯିବ, କେମିତି ପ୍ରଣାମ କରିବ? ଧୋତିଟା ନେଇକି ଆସ, ପିନ୍ଧ, ରୋଜ ଟ୍ରାଉଜର ଆଣ। କାହିଁକିନା ମା ଧୋତି ପିନ୍ଧିବାକୁ ଭାରି ଭଲ ପାଉଥିଲେ। He arranged an interview with the mother, though she seemed to have remarked that I had not written to her anything about my visit। ମା କହିଲେ, ରିମାର୍କ କଲେ, as I had no dhoti with me, he spared me one of his own dhoti। ମୋତେ ଗୋଟେ ଧୋତି ତାଙ୍କ ଧୋତିରୁ ଗୋଟେ ଦେଲେ and asked me to come to his house the next afternoon। ତା ପରଦିନ ଉପରଓଳି ତାଙ୍କ ଘରକୁ ଆସିବା ପାଇଁ ରାଇଟ୍ ଆୱାର, ଏଇ ସମୟରେ କହିଦେଲେ, ସେ ଆସ ବୋଲି କହିଲେ। I felt quite embarrassed and did not know how to face the new test। ମୁଁ ପୁରା ଏମ୍ବାରାସ୍ଡ ହେଇଯାଇଥିଲି ଏବଂ ମୁଁ ଜାଣିନଥିଲି ନୂତନ ଟେଷ୍ଟ ପରୀକ୍ଷାଟି ମୁଁ କେମିତି ଦେବି। Even after passing so many medical exams, କେତେ କଷ୍ଟ ମେଡିକାଲ ପରୀକ୍ଷା ମୁଁ ପାସ୍ କରିସାରିଛି, କିନ୍ତୁ ଏଇ ଧୋତି ପିନ୍ଧା ପରୀକ୍ଷାଟିକୁ ମୁଁ କେମିତି ଦେବି? My niece
had given a very gracious picture of the mother to allay my fear. किंतु मोर जो झियारी आगुरी जाइकि आश्रम थिले से मते मां को विषय बहुत कथा कहिथिले वर्तमान भी कहले किछ भय करिवार नाही मां समस्त को भल पानी. Still I felt extremely ill at ease. तथापि मते टिके अस्पशिया लागुथला. Particularly because I had no idea of spirituality at all. Particularly निर्दिष्ट भाव रे आध्यात्मिकता संपर्क रे मोर किसी आइडिया नथला. Nor had I much love for it. नथिला किंबा आध्यात्मिकता प्रति मोर भल पाइबा नथिला. Suppose the mother asked, मनकर माँ जदि पचारि देले, do you want to spiritual life? तुम्हें कौन गोटे आध्यात्मिक जीवन बंचिबा पई इच्छा करछो? What answer would I give? कौन उत्तर देबी? Before starting, however, I thought I must take a bath. मां को पाखक जीवा अपार करुणरू आम समस्त भाई मैंने आज निरंतरण विषय आलोचना करते. I felt extremely ill at ease, particularly because I had no idea about the spiritual life at all, nor had I much love for it. Suppose the mother asked, mother माँ यदि पचारि देवे, do you want a spiritual life? What answer I could give? Before starting, however, I thought I must take a bath. माँ को दर्शन करिवा जीवा पूर्व भाविली मुटे गाधेई पड़े. I felt even like praying little. मो मध्य टिके प्रार्थना करिवा विषय मध्य अनुभव कले. As soon as I sat down, my eyes and something startling happened, of which my medical science had not dreamed even. मो जेतेबेले टिके ध्यान करिया पई आखि बुझिकरी बसी पड़ी, मत जो अनुभूति आसिला जहा घटिला मो भितरे गोटे आश्चर्यजनक घटना. स्टार्टलिंग जो प्रकार घटना मोर मेडिकल साइंस जीवन रे केबे स्वप्न रे सुधा भावी नथि. I saw the upper part of my body suspended in the air for a few seconds. मु देखिली मो शरीर ऊपर अंश बेकठू आसाड़ू ऊपर जेमिति पवन रे कुआडे मिले गला for a second, गोटे सेकेंड पाई. and the lower part non-existence. एवं निम्न अंशटीर स्थिति किसी नथला. तो मु पूरा मिले जाइथिली. फ्राइटेन लाइक ए चाइल्ड, गोटे छोट पिला भय कला परी मु उठी पड़ली हठात. आई ओपेन्ड माय आईज एंड द थिंग vanished. एवं जहाँ घटुला से कुआडे अंतर्ध्यान हो गला. इन ए डेज्ड कंडीशन, एक घुमंत अवस्था रे I started for the ashram. मु आश्रम आड़ को चली from my hotel. Dilip received me. Dilip मत receive कले with his affectionate smile, which helped me regain my composure. मत receive कले दिलीप दा हसी हसी के जो हस तांकर देखिकरी मु निजको जो भूली जाइतली पुणी मते विस्मरण हो जाइतली. आई रिगेन पुणी मोर से निजको मु फेरी पाइली. से कहले कम लेट अस स्टार्ट, आस मां को पाखु जीवा. दिस इज हाउ द इंटरव्यू टुक प्लेस विथ इट्स rapturous vision. एवं एक अत्यंत आनंदप्रद दिव्य दृष्टि संपन्न घटना रे मोर मां को दर्शन करवा आरंभ है.
ସାବିତ୍ରୀରୁ ଉଦ୍ଧାର କରିକିରି ସେ ନିଜେ ଲେଖିଛନ୍ତି ନିରୋଦ୍ବରଣ, ହର ଲୁକ୍, ହର ସ୍ମାଇଲ୍, ଆଉ ସିଲେଷ୍ଟିଆଲ ସେନ୍ସ, ମାଙ୍କର ଲୁକ୍, ମାଙ୍କର ଦୃଷ୍ଟି, ମାଙ୍କର ଆଖି, ତାଙ୍କ ହସ, ଯିଏ ଦେଖିବ ତା ଭିତରେ ଗୋଟେ ସିଲେଷ୍ଟିଆଲ ସେନ୍ସ, ଅପୂର୍ବ ସ୍ୱର୍ଗୀୟ ଜ୍ଞାନଟିଏ ଉଦୟ ହେବ। Even in earth stop and their intense delight poured a supernal beauty on men's lives. এবং এই ପୃଥିବୀରେ ଯାହା ସବୁ ଅଛି, ଆର୍ଥ ଷ୍ଟପ୍, ଆମର ପୃଥିବୀରେ ଆମେ ଯୋଉ ଶରୀର ଧାରଣ କରିଛେ, ଯାହା ପିନ୍ଧିଛେ, ଯାହା ଖାଉଛେ, ଯାହା ପଢୁଛେ, ଯେମିତି କଥା କହୁଛେ, ସେ ସବୁ ଯାକ ସିଲେଷ୍ଟିଆଲ ସେନ୍ସରେ ପୂର୍ଣ୍ଣ ହେଇଗଲା। ଏବଂ ଦେୟାର ଇଣ୍ଟେନ୍ସ ଲାଇଟ୍, ସେଇ ଲୁକ୍ ଏବଂ ସ୍ମାଇଲ୍, ଦେୟାର ହଉଛି ମାଙ୍କର ଲୁକ୍, ମାଙ୍କର ସ୍ମାଇଲ୍, ସେଇ ଦୁଇଟି ଜିନିଷ, ତାର ଯୋଉ ଘନୀଭୂତ ଆଲୋକ, ଆନନ୍ଦର ଆଲୋକ ମଣିଷକୁ ପରିବର୍ତ୍ତନ କରିଥାଏ। poured a supernal beauty on men's life. ଏହି ଜନସମାଜ ଲୋକମାନଙ୍କର ସୁନ୍ଦର ଜୀବନରେ ଢାଳିଦେଲା ସ୍ୱର୍ଗୀୟ ସୌନ୍ଦର୍ଯ୍ୟ। ଅତି ଚମତ୍କାର ବର୍ଣ୍ଣନା ପ୍ରଭୁ ଶ୍ରୀ ଅରବିନ୍ଦ କରିଛନ୍ତି ମାଙ୍କର, ସେଇ କଥାଟି ତାଙ୍କର ମନେ ପଡ଼ିଗଲା। ଟୁଡେ ଆଇ ଅଣ୍ଡରଷ୍ଟାଣ୍ଡ, ଆଜି ମୁଁ ବୁଝିପାରୁଛି, how I had that strange experience, ମୁଁ ସେଇ ଅଦ୍ଭୁତ ଅନୁଭୂତିଟିକୁ କିପରି ପ୍ରାପ୍ତ ହୋଇଥିଲି। ଅପା ଭାଇମାନେ, ଆପଣମାନଙ୍କର ମଧ୍ୟ କିଛି ଅନୁଭୂତି ଥିବ, ଆଶ୍ରମକୁ ଯିବା ଅବସ୍ଥାରେ ହଉ ବା ଘରେ ହଉ, ସେ ଅନୁଭୂତିଟିକୁ ଆପଣ ଯଦି ଲିପିବଦ୍ଧ ନ କରିଥିବେ, ଛାଡ଼ି ଦେଇଥିବେ, ବିସ୍ମରଣ ହେଇଯିବ। କିନ୍ତୁ ମା ଶ୍ରୀ ଅରବିନ୍ଦଙ୍କ ଯୋଗରେ ଯୋଉମାନେ ଥାନ୍ତି, ସେମାନଙ୍କର କିଛି ନା କିଛି ଅନୁଭୂତି ସବୁବେଳେ ଆସୁଥାଏ। କେତେକ ଆସେ ଆମେ ବୁଝିପାରିବା ଅବସ୍ଥାରେ, ଆଉ କେତେକ ଆସେ ଆମ ପାଇଁ ଅବୁଝା ହେଇକିରି। ଦି ମଦର ମଷ୍ଟ ହାଭ୍ ପୁଟ୍ ସମ୍ ଫୋର୍ସ ଅନ୍ ମି, ସେ ଭାବୁଛନ୍ତି ମୋ ଯୋଉ ଘଟଣାଟି ଘଟିଗଲା, ମା ମୋ ଭିତରେ କିଛି ତାଙ୍କର ଶକ୍ତି ରଖିଲେ, ପ୍ରବେଶ କରେଇଦେଲେ ଅନ୍ ମି, ଇନ୍ ଅର୍ଡର ଟୁ ଟେଷ୍ଟ ମାଇ ରିସେପ୍ଟିଭିଟି, ମୋର ଗ୍ରହଣଶୀଳତା କେତେ ତାକୁ ଟେଷ୍ଟ କରିବା ପାଇଁ ମା ମୋ ଭିତରକୁ ମା କିଛି ତାଙ୍କର ଶକ୍ତି ପଠେଇଦେଲେ। ଆଣ୍ଡ ହ୍ୱେନ୍ ଆଟ୍ ଦି ମିଟିଂ, ଏବଂ ଯେତେବେଳେ ମାଙ୍କୁ ସାକ୍ଷାତ କରୁଥିବା ସମୟରେ, ହି ଫାଉଣ୍ଡ ଦ୍ୟାଟ୍ ଦ ଆଧାର ୱାଜ୍ ନଟ୍ ବ୍ୟାଡ୍, ମା ଦେଖିଲେ ଏଇ ଆଧାରଟି ବ୍ୟାଡ୍ ନୁହେଁ, ଖରାପ ନୁହେଁ, ତା ଦେହରେ କିଛି ଡିଭାଇନ୍ ସେନ୍ସ, ଡିଭାଇନ୍ ଲିକ୍ୱିଡ, ଡିଭାଇନ୍ ରଖିହବ। ସି ୱାଜ୍ ହାପି, ମା ଭାରି ଖୁସି ଥିଲେ। ଦିସ୍ ଇଜ୍ ଦ ଏକ୍ସପ୍ଲାନେସନ୍ ଆଇ ଅଫର ଟୁ ମାଇସେଲ୍ଫ ଟୁ ଦି ଡିଭାଇନ୍ ଆକ୍ସନ୍, ମୋ ଭିତରେ ଯୋଉ ଡିଭାଇନ୍ ଆକ୍ସନ୍ ହଉଥିଲା, ମୁଁ ଏଇ ଏକ୍ସପ୍ଲାନେସନଟା ଦେଇକିରି ନିଜକୁ ବୁଝଉଥିଲି। ମା ଦେଖିଲେ ଏଇ ଆଧାରଟି ବ୍ୟାଡ୍ ନୁହେଁ, perhaps there was more to it than I could sound, ମୁଁ ଯେତିକି କହିପାରିବି, ମୁଁ ଯେତିକି କହୁଛି, ବୋଧ ହୁଏ ତାଠାରୁ ଅଧିକା କିଛି ମୋ ଭିତରେ ସେ ଢାଳି ଦେଇଥିଲେ। Probably it was also a form of initiation, ବୋଧ ହୁଏ ଏହା ହେଉଛି ଦୀକ୍ଷାର ରୂପ। ଶ୍ରୀ ଅରବିନ୍ଦଙ୍କ ଯୋଗରେ ଦୀକ୍ଷାର ଯଦିଓ କିଛି ଲିଖିତ ବ୍ୟବସ୍ଥା ନାହିଁ, କିନ୍ତୁ ମା ଯାହାକୁ ଚାହିଁଦେଲେ ସେ ଦୀକ୍ଷିତ ହେଇଗଲା, ଚକ୍ଷୁଷା ଦୀକ୍ଷା, ଏବଂ ଯାହାକୁ ସ୍ପର୍ଶ କରିଦେଲେ ସେ ଦୀକ୍ଷିତ ହେଇଗଲା, ଯାହାକୁ ଫୁଲଟିଏ ଦେଇଦେଲେ ସେ ଦୀକ୍ଷିତ ହେଇଗଲା, ଯାହାକୁ ଚିଠିଟିଏ ଲେଖିଦେଲେ ସେ ବି ଦୀକ୍ଷିତ ହେଇଗଲା, ଯାହାକୁ ଦେଖିକିରି ଟିକେ ସ୍ମିତହାସ୍ୟରେ ଝରଣା ବୁହାଇ ଦେଲେ, ତା ଶରୀରରେ ଗାଧେଇ ଦେଲେ, ସେ ବି ଦୀକ୍ଷିତ ହେଇଗଲା। ମାଙ୍କ ଆଗରେ ପଡିଗଲେ ଜଣେ ଦୀକ୍ଷିତ ହେଇଯାଏ, ଏବଂ ମା ଯୋଉଠି ରହୁଛନ୍ତି, ଯୋଉଠି ଚାଲିଛନ୍ତି, ସେ ସ୍ଥାନରେ ପାଦ ପକେଇଲେ ବି ଦୀକ୍ଷିତ ହେଇଯାଏ।
ତେଣୁ ଶ୍ରୀ ଅରବିନ୍ଦଙ୍କ ପୂର୍ଣ୍ଣ ଯୁଗରେ ଦୀକ୍ଷା ସୂକ୍ଷ୍ମରେ ହୁଏ, ସ୍ଥୂଳରେ ନୁହେଁ। I could not probably, it was also a form of initiation. The next evening, ତା ପରଦିନ ସନ୍ଧ୍ୟାରେ I was to leave for Calcutta. ମୁଁ କାଲକାଟାକୁ ଯିବାର ଆଶ୍ରମରୁ କାଲକାଟାକୁ ଯିବାର ଥାଏ। ଦିଲ୍ଲୀପ came to see me off. ଦିଲ୍ଲୀପ ମୋତେ ବିଦାୟ ଦେବା ପାଇଁ ଆସିଲେ। As soon as he started me off in a push, जो रिक्शा को पुश कहते आर्काइक एवं भी कहते रिक्शा को पुश आर्काइक फॉर्म ऑफ रिक्शा गोटे ओल्ड टाइप रिक्शा पुश कौन एवं से जिते मो सहित फुसफुस आसला बसिले आनंदर वंडर ए सरप्राइजिंग डिलाइट मते आउ गोटे आश्चर्य घटना मते अनुभूत है एक सरपासिंग डिलाइट एमती एक आनंद जो आनंद मते धोई दे गला। आई बिगन टू सी दि मदर्स रेडिएंट फेस मो मां से चमत्कार ज्योतिर्मय मुखश्री को दर्शन करुली एंड स्माइलिंग आईज एवं तांकर मांकर से स्मित हास्यपूर्ण चक्षुदेव को देखुली व्हिच एवर वे आई टर्न मु जुआड़ को जाऊली मत से आखि दुईटी देखा मां को हस देखा आई वाज थ्रिल्ड मो भीतर अपूर्व शिहरण सृष्टि होता ऑल थ्रू द राइड टू द स्टेशन एंड अनटिल द ट्रेन लेफ्ट एवं मो स्टेशन जा बाटर यही प्रकार अनुभव मोर होता ट्रेन रे बसिली ट्रेन छाड़ा पर्यंत भी से अनुभूत लगी रही हर फेस फ्लोटेड बिफोर मी मांकर मुखश्री मो आगे भासी बुलूला एंड वुड नॉट लीव मी इवन फॉर ए सेकेंड एवं गोटे सेकेंड मत त्याग कर छाड़ी नथला। सो ग्रेट वाज द बर्डन ऑफ डिलाइट आनंदर बोझ एते बेसी बोली मु जानी नथी डिलाइट रो बोझ मां नदी दियंती ओपेरे मां का हसरे जो डिलाइट रही मां ताकू मुंड उपरे थोई दियंती आमको बोही कि आसिया बेक बंका हो जाए कष्ट है। आई अटर तार भीतर मु कहली सम हार्ट वेक्स्ड ओ व्हेन वी लेट फेडेड अवे mortality bears ill the eternal stars इटा साबित मु कहली मते जो दिव्य शक्ति मारी बसी मत ग्रास कर मो मुंड उपर बसी मो जुआड़ को जाऊँ मो सांगे जाऊँगी मत हंट करुच्ची मत केतबले से छाड़े एक्सटाटिक विजन स्लोली दिशे जो मुझे चिंता कली यही दिव्य अपूर्व विजन दृश्यटी आस्ते 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 पछक घुंचीगला एंड फेड अवे ये उदाहरण देकर गोटे एग्जांपल देकर से कहते सावित्री मोर्टालिटी बियर्स इल द इटरनल स्टॉर्च आम सब मोर्टाल मरणशील को जदि प्रभुंकर शाश्वत स्पर्श मिल केमिति भल लगे बोहिबा को कष्ट हम बियर्स इल जदि भगवान आसिक आम आगे ठिया तो मुंड देखलु मुझे हाथ मारे माँ आसिक कहे आईलु तू मो पाखक मुझे टे गोलाग्रत करे छाटी पिटी पढ़े कहीं आम सब मोर्टाल आम शरीर ताकू सहिबा कि कष्टकर बियर्स इल द इटरनाल टच को संभाली पारिबना से मो पार्टी जो बाहर पड़ा यही प्रकार भाव मुझे केवे छाड़ी जीव से आस्ते आस्ते चली इट वेरी इंपोर्टेंट लाइन द डीन एंड रंबल ऑफ द ट्रेन एंड द चैटरिंग ऑफ द पैसेंजर्स टुक इट्स प्लेस जो घटनाटी मो सहित अपूर्व घटनाटी घटुला दिव्य घटनाटी से चलीगला मु शुणा पाइली लोक मानकर कथोपकथन चे चा शब्द एवं
पैसेंजर माने कौन सब करुले जाना पाइली से पर्यंत मुझे जापर देयर वाज द कॉमन लाइट ऑफ अर्थली डे देखो मोर्टालिटी बियर्स इल द इटर्नल टॉर्च देयर वाज द कॉमन लाइट ऑफ अर्थली डे तापरे आमर पार्थिव जीवन साधारण आलोक मत देखागला It was only after I had returned and settled in the ashram that I realized how foolish I had been to drive away the divine presence that had come to me as an act of grace. ମୋ ଆଶ୍ରମକୁ ଆସିବା ପର୍ଯ୍ୟନ୍ତ ଯେତେବେଳେ ମୁଁ ଆଶ୍ରମକୁ ଆସିଲି ବହୁତ ଦିନ ପରେ सेटल्ड इन द आश्रम में रही अंतवासी भाव दैट आई रियलाइज तापरे मु जाई अनुभव कली रियलाइज कली मु केड़े बोका ई प्रकार दिव्य दृश्य दिव्य अनुभव दिव्य भल पाइबा आपको मु छाड़ी देछि आई हैड बीन टू ड्राइव अवे द डिवाइन प्रेजेंस मु दिव्य उपस्थिति आगुरु निजे दौड़ी पड़े दैट हैड कम टू मी आज एन एक्ट ऑफ ग्रेस पुणी मो पाखु फेरी आई आज ये हूँ माँ दिव्य जननी एक्ट ऑफ ग्रेस भल पाइबा कृपार परिणाम माँ एमती कृपा करती ये है निरंजन कथा निरंजन आसिक रहीगले आश्रम तापर अपा भाई मैंने आम निरंजन संपर्क में आउ कि जाना आउ कि पढ़ा एवं से बेले 1900 प्रथम विश्वयुद्ध आरंभ हो गला द्वितीय विश्वयुद्ध प्रथम द्वितीय विश्वयुद्ध आरंभ है से पर्यंत अर्थात 42-43 मसीहा पर्यंत आश्रम को पिला मान को प्रवेश करने निषेध थिला 1940 मसीहा पर्यंत स्वल्प व्यतिक्रम व्यतीत आश्रम भितर को पिला मान को प्रवेश निषेध थिला स्वल्प व्यतिक्रम एमती जड़े दी जन क्या छाड़ू 1942-43 द्वितीय विश्वयुद्ध शेष पर्याय जापानी आक्रमण सूचना पाई बेंगलुरु केतक भक्त साधक सपरिवार पंडिचेरी को आसी श्रीमा श्री अरविंदर शरणापन्न हेले कहीं आम आपण पाद तले रहू आपण खाऊ न खाऊ जगह मिलू न मिलू आउ से फेरू ना कारण से जीवन प्रति विपद अच्छे सब बेले भयभीत हो सहित पिला माने भी आसिले भक्त वृंदर पिला माने श्रीमा अभय प्रदानकारी बाहु छाया आश्रय देले निरोधवरण उक्ति श्रीमा वर्तमान उपरी कर्म तत्परता मध्यरु आवश्यक मुताबक समय बाहर करी पिला मानकर देखाशुना काम करने लगे माँ सब तो शेड्यूल लाइफ गोटे रुटीन लाइफ ना विशृंखलित जीवन कहुए शेड्यूल लाइफ एवं जिते शेड्यूल लाइफ रु बाहर को आम चली जावा विशृंखलित जीवन सेमती आश्रम माँ तो बहुत काम तथापि से काम भर बाहरी माँ पिला देखाशुना कले पढ़ेले एपरिक पिला गाधे पारि दौले विश्व प्रकृति यही समस्याटी को दिव्य जननी उपर हठात लदीगला एवं माँ भगवती श्रीमा सकाशे यह एकाधार एक आयास साध्य एवं गुरुतर समस्या पिला को केमिति रखिबे आमर आश्रम जीवन एक भिन्न रूप नेला निरोधवर्ण लिखिछन क्रमशः पिला मानकर अधिकरु अधिक आगमन फल आमर गतानुगतिक धारा तपश्चरण अनुशीलन पद्धति एक बार कुआड़ चलीगला आश्रमटी एवं तपस्वी मानकर शांति निरवता और आंतर चेतनार प्रसारण तथा अभिवृद्धि प्राप्त एक निर्भृत निलय हो रहा नहीं बाह्य जीवन धारा कठोर परीक्षार सम्मुखीन होगा लगे
ଆମେ ଆମର ବ୍ୟକ୍ତି କୈନ୍ଦ୍ରିକ ଜୀବନ ଧାରାକୁ ଅଳ୍ପ ଦିନ ମଧ୍ୟରେ ଉତ୍ତୀର୍ଣ୍ଣ ହୋଇ ଏକ ଆଧ୍ୟାତ୍ମିକ ପରିବାରରେ ପରିଣତ ହୋଇଗଲୁ। ମାଙ୍କର କି ଦିବ୍ୟ ଲୀଳା! ଶ୍ରୀମାଙ୍କୁ ସଦା ସ୍ମୃତିମନ୍ତ ଛୋଟ ଛୋଟ ବାଳକ ବାଳିକା ମାନଙ୍କର ମାନସିକ, ପ୍ରାଣିକ ତଥା ଶାରୀରିକ ସ୍ୱାସ୍ଥ୍ୟର ଅଭିବୃଦ୍ଧି ନିମିତ୍ତ ଆବଶ୍ୟକ ଯତ୍ନ ନେବାକୁ ପଡୁଥିଲା। ସେତେବେଳେ ଆଶ୍ରମବାସୀଙ୍କ ସଂଖ୍ୟା ଥିଲା ପ୍ରାୟ 300। ଆଶ୍ରମର ଅଗଣାଟି ଏକବାରେ ଶାନ୍ତ ଥିଲା, କିନ୍ତୁ ପିଲାମାନଙ୍କର ଆଗମନ ଫଳରେ ବିଶେଷ ଦିନ ମାନଙ୍କରେ ଏହି ଅଗଣାଟି ସେମାନଙ୍କର ଖେଳ ପଡିଆ ହୋଇଯାଇଥିଲା, ଖେଳାଙ୍ଗନ। ଏହି ପରିସ୍ଥିତିରେ ଶ୍ରୀବା ସଂକଳ୍ପ ନେଲେ ସେମାନଙ୍କ ସକାଶେ ଏକ ସ୍କୁଲ ଏବଂ ଏକ ଖେଳ ପଡିଆ ପ୍ରସ୍ତୁତ କରିବେ, ଖେଳାଙ୍ଗନ। ସ୍କୁଲ ଖୋଲିବା ସକାଶେ ପ୍ରଚଳିତ ନିୟମ ଅନୁଯାୟୀ ଶ୍ରୀମାନ ତଦାନୀନ୍ତନ ଦ ଚିଫ ଅଫ ଦି ପବ୍ଲିକ ଇନଷ୍ଟ୍ରକ୍ସନ ସର୍ଭିସ ଅଫ ପଣ୍ଡିଚେରୀକୁ ଏକ ଆବେଦନ ଯେମିତି ଡିପିଆଇ ସେଠି ସେମିତି ଥିଲା। ଡାଇରେକ୍ଟର ଅଫ ପବ୍ଲିକ ଇନଷ୍ଟ୍ରକ୍ସନ ତାଙ୍କର ଥିଲା ଚିଫ ଅଫ ଦି ପବ୍ଲିକ ଇନଷ୍ଟ୍ରକ୍ସନ ସର୍ଭିସ। ତାଙ୍କର ଚିଫକୁ ଚିଠି ଲେଖିଲେ, ଲେଖି ଅନୁମତି ପ୍ରାପ୍ତ ହୋଇଛି 15 ଡିସେମ୍ବର 1943। ମା ଲେଖନ୍ତି, ମହାଶୟ, ଇଂରେଜୀରୁ ଓଡ଼ିଆ ହେଇଛି। ଶ୍ରୀ ଅରବିନ୍ଦଙ୍କର ଭକ୍ତବୃନ୍ଦଙ୍କର ସନ୍ତାନଗଣଙ୍କ ସକାଶେ ମୁଁ ପଣ୍ଡିଚେରୀସ୍ଥ 21 ସାଁ ଲୁଇ ଷ୍ଟ୍ରିଟ୍ରେ ଏକ ସ୍କୁଲ ଖୋଲିବାର ପରିକଳ୍ପନା କରିଛି ଏବଂ ଏହି ପ୍ରତିଷ୍ଠାନର ପରିଚାଳନାର ଅଧିକାର ପ୍ରାପ୍ତି ସକାଶେ ମୁଁ ଆପଣଙ୍କୁ ଅନୁରୋଧ ଜଣାଉଛି। ଏହାର ଉପଦେଷ୍ଟା ରହିବେ ମସିହ ଫିଲିପ ବାର୍ବିଏସିଆ ହିଲାୟର ବା ପବିତ୍ର ପ୍ରଥମ ଡାଇରେକ୍ଟର ହେଲେ ଏହି ପିଲାମାନଙ୍କ ସ୍କୁଲର। ସେତେବେଳେ କୋଡେଇ କେନାଲରେ ଅବସ୍ଥିତ ଆସୋସିଏସନ ମଣ୍ଟେସୋରୀ ଇଣ୍ଟରନ୍ୟାସନାଲ AMI, ଏ ଯୋଉ ମଣ୍ଟେସୋରୀ ସିଷ୍ଟମ ବର୍ତ୍ତମାନ ଛୋଟ ପିଲାଙ୍କୁ ପଢା ହଉଛି, ସେଇ ମଣ୍ଟେସୋରୀ ସେତେବେଳେ କୋଡେଇ କେନାଲରେ ସେ ନିଜେ ଆସିକି ଆରମ୍ଭ କରିଥିଲେ। ତାର ଉଦ୍ୟୋକ୍ତା ଥିଲେ ପ୍ରଖ୍ୟାତ ପ୍ରବୀଣା ଶିକ୍ଷାବିତ ମାରିଆ ମଣ୍ଟେସୋରୀ। ସେ ଯେତେବେଳେ ଶୁଣିବାକୁ ପାଇଲେ ଯେ ପଣ୍ଡିଚେରୀ ଆଶ୍ରମରେ ନୂତନ କରି ଏକ ସ୍କୁଲ ଖୋଲିଛି, ସେ ସ୍ୱତଃପ୍ରବୃତ୍ତ ହୋଇ ଆଶ୍ରମ ସ୍କୁଲର ବିଦ୍ୟାର୍ଥୀଗଣଙ୍କ ଉଦ୍ଦେଶ୍ୟରେ ଏକ ହୃଦୟସ୍ପର୍ଶୀ ଚିଠି ଲେଖି ପଠାଇଥିଲେ। ଅପା ଭାଇମାନେ, ଏହି ଚିଠିଟି କିଛି ଅଂଶ ପଢିବା, ତାପରେ ଆପଣଙ୍କ ସମୟ ହେଇଯିବ। ପଣ୍ଡିଚେରୀ ଆଶ୍ରମ ସ୍କୁଲର ବିଦ୍ୟାର୍ଥୀଗଣ ସେ ଆଡ୍ରେସ କଲେ। ତୁମମାନଙ୍କର ହେଉଛି ପରମାତ୍ମାଙ୍କର ସୃଷ୍ଟ ଜଗତ, ଉନ୍ନତ ଓ ମହତ୍ କିଛିର ପରିବେଶରେ ସବୁକିଛି ମୁକ୍ତିର ନବ ସୃଷ୍ଟିରେ ତୀବ୍ରତାର ସହିତ ବିକାଶ ପ୍ରାପ୍ତ ହୁଏ। ତୁମମାନଙ୍କ ସକାଶେ ଏହି ସ୍ୱତନ୍ତ୍ର ନବସୃଷ୍ଟିର ସର୍ଜନା କରାଯାଇଛି। ନିଜକୁ ବିଶେଷ ଭାବରେ ପରିପ୍ରକାଶ କରିପାରିବା ତଥା ଊର୍ଦ୍ଧ୍ୱମୁଖୀ ଦିବ୍ୟ ପ୍ରଭାବରେ ନିତ୍ୟ ଅବଗାହନ କରିବା ସକାଶେ ପରମେଶ୍ୱର ତୁମମାନଙ୍କର ଅନ୍ତରରେ ଦିବ୍ୟ ଶକ୍ତି ସାମର୍ଥ୍ୟ ସବୁର ଅନୁପ୍ରବେଶ ଘଟେଇଛନ୍ତି, ଯଦ୍ୱାରା ତୁମେମାନେ ନିଜ ମଧ୍ୟରେ ସେ ସବୁର ସମ୍ଭାବ୍ୟ ଅଭିବୃଦ୍ଧି ନିମିତ୍ତ ଅଗ୍ରଗତି କରିଚାଲିବ। ଫଳରେ ତୁମମାନଙ୍କର ଏହି ଆନ୍ତରିକ ପ୍ରଚେଷ୍ଟା ହିଁ ହୋଇ ଉଠିବ ପରମେଶ୍ୱରଙ୍କ ପ୍ରତି ଏବଂ ତାଙ୍କର ଦିବ୍ୟ ସଂକଳ୍ପ ପ୍ରତି ନିଜକୁ ସମର୍ପିତ କରି ତିଷ୍ଠି ରହିବାର ଜୀବନ ଧାରାର ପ୍ରକୃଷ୍ଟ ପନ୍ଥା। ତୁମମାନେ ଯେତେବେଳେ ତାରୁଣ୍ୟ ଲାଭ କରିବ, ସେତେବେଳେ ଜଗତକୁ ଉଜ୍ଜଳ ସୁନ୍ଦର ଆନନ୍ଦମୟ କରିପାରିବ। ସ୍ୱାକ୍ଷର ମାରିଆ ମଣ୍ଟେସୋରୀଙ୍କ ସ୍ୱାକ୍ଷରରେ ଏହି ଚିଠିଟି ଆସିଲା। ଅବା ଭାଇମାନେ, ଆମେ ଆର୍ଥରକୁ କେମିତି ପିଲାମାନଙ୍କ ପାଇଁ ପ୍ଲେ ଗ୍ରାଉଣ୍ଡ ସୃଷ୍ଟି ହେଲା, ଜିମ୍ନାସିୟମ ଯୋଉଠି ବର୍ତ୍ତମାନ ଅଛି ସେଠି ଆଗରୁ କଣ ଥିଲା, କେମିତି ମା ତାକୁ ସବୁ ଗଢିଲେ, କିଏ ମାଙ୍କୁ ଆଣିକିରି ସେଗୁଡ଼ିକୁ ତାଙ୍କ ପାଦ ତଳେ ଭେଟି ସ୍ୱରୂପ ସେ ଜାଗା ଗୁଡ଼ିକୁ ଦେଇଦେଲେ, ଆଶ୍ରମର ପ୍ଲେ ଗ୍ରାଉଣ୍ଡ, ଆଶ୍ରମର ସ୍ପୋର୍ଟସ ଗ୍ରାଉଣ୍ଡ, ପିଲାମାନଙ୍କ ପାଇଁ ହଷ୍ଟେଲ କେମିତି ସବୁ ହେଲା। ଏ ମା ଦିବ୍ୟଜନୀଙ୍କର ଦିବ୍ୟ ଲୀଳା। ହାତ ଦେଖେଇ ଦେଲେ ହେଇଗଲା କଣ ନା ପିଲାଙ୍କର ରହିବା ପାଇଁ ହଷ୍ଟେଲ। କିଏ ଆସିଗଲା କହିଲା, ମା ଆପଣ ପ୍ଲେ ଗ୍ରାଉଣ୍ଡ କରିବାକୁ ଜାଗା ଖୋଜୁଛନ୍ତି, ମୁଁ ସେ ଜାଗା କିଣିକିରି ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ନାଁରେ ଟ୍ରାନ୍ସଫର କରିଦେଇଛି।
ମୁଁ ତାଙ୍କ ପାଦ ତଳେ ସେ କବଲା ଥୋଇ ଦେଇଛି। ଏମିତି କେତେ ଅଦ୍ଭୁତ ଘଟଣା, ଆଶ୍ଚର୍ଯ୍ୟ ଘଟଣା ମା ଯେତେବେଳେ ଚାହିଁଛନ୍ତି, ଦିବ୍ୟଜନନୀ ଇଚ୍ଛା କଲେ, ତାହା ହେଇଗଲା। ଅପା ଭାଇ ମାନେ ଆମେ ମାନେ କଣ ଏଇ ଅନୁଭବ ଆମର ନାହିଁ? ଯିଏ ମାଙ୍କୁ ଯାହା ମାଗିଛି ତାହା ପାଇନାହିଁ। ମୋର ଗୋଟେ ଲେଖା ଥିଲା ନବପ୍ରକାଶରେ, ଯିଏ ଡାକିଲେ ଓ କରନ୍ତି, ମାଗିଲେ ଯାଚି ଦିଅନ୍ତି। ତେଣୁ ଆସନ୍ତୁ ସେଇ ଦିବ୍ୟଜନନୀଙ୍କ ପାଖରେ ବସିବା ଏବଂ ସେ ଯୋଉ କଥା କହିଛନ୍ତି ସେହାକୁ ଆଚରଣ କରିବା, ସେଥିରୁ ଟିକିଏ ହେଲେ ବିଚ୍ୟୁତ ହେବା ନାହିଁ। ଫଳରେ ଆମମାନଙ୍କର ଜୀବନର ଢଙ୍ଗ ବଦଳିବା ସହିତ ଏକ ନୂତନ ଯୁଗ ଆସିବାର ପଥ ପରିଷ୍କାର ହୋଇଯିବ। ଓಂ ଆନନ୍ଦମୟୀ ଚୈତନ୍ୟମୟୀ ସତ୍ୟମୟୀ ପରମେ ମା ଶ୍ରୀ ଅରବିନ୍ଦ ଶରଣ।